ଚେସ୍ ବୋର୍ଡ ନେଇ ଆସିଛି, ଆସେ ଗୋଟେ ମ୍ୟାଚ୍ ଖେଳିବା। ସେତେବେଳେ କାଉ ରୋଷେଇ କରୁଥିଲା। ତା ସାଙ୍ଗମାନଙ୍କ ପାଟି ଶୁଣି ସେ ବାହାରକୁ ଆସିଲା। ହଁ ହଁ ମୁଁ ଆସିଗଲି। ଅନେକ ଦିନରୁ ଆମେ ଚେସ୍ ଖେଳି ନାହାନ୍ତି, ଚାଲ ଗୋଟେ ମ୍ୟାଚ୍ ଖେଳିବା। ଆରେ କଣ ଗୋଟେ ପୋଡ଼ିଲା ଭଳି ଗନ୍ଧ ଆସୁଛି ନା? ଆରେ ଆରେ ସର୍ବନାଶ, ମୁଁ ଖାଇବା ରୋଷେଇ କରୁଥିଲି, ଲାଗୁଛି ମୋର ସବୁ ଖାଇବା ପୋଡ଼ିଗଲା। ଏ ହେ କାଉ, ତୋର ତ ସବୁ ଖାଇବା ଜଳିଗଲା। ଏବେ ତୁ କଣ ଖାଇବୁ? କଣ ଆଉ କରିବି, ଆଜି ମତେ ଉପାସରେ ରହିବାକୁ ହିଁ ପଡିବ। ଆରେ ତମେ ମାନେ ଚିନ୍ତା କାହିଁକି କରୁଛ? ମୋ ସ୍ତ୍ରୀ ଆଜି କ୍ଷୀରି ରୋଷେଇ କରିଛି, ଚାଲ ସମସ୍ତେ ଖାଇନେବ। ସତରେ ନା କଣ ସାଙ୍ଗ? ଭାଉଜ ଆଜି କ୍ଷୀରି ରୋଷେଇ କରିଛନ୍ତି? ଅନେକ ଦିନରୁ ମୁଁ କ୍ଷୀରି ଖାଇନି, ଆଜି ତ ମଜା ଆସିଯିବ। ଚାଲ ଚାଲ ଶୀଘ୍ର ତ ଘରକୁ ଯିବା। ଏମିତି କଥା ହେଇ ସମସ୍ତେ ରାଜୁ ଚଢ଼େଇର ଘରକୁ ଗଲେ, ଆଉ ପେଟ ପୁରା କ୍ଷୀରି ଖାଇଲେ। ସତରେ ଭାଉଜ, ତୁମ ହାତ ତିଆରି କ୍ଷୀରି ଖାଇବାକୁ ନା ଭାରି ବଢିଆ ଲାଗେ। କ୍ଷୀରି ତ ନୁହଁ, ଅମୃତ। ତାପରେ ସବୁ ସାଙ୍ଗ ନିଜ ନିଜ ଘରକୁ ଫେରିଗଲେ। ରାଜୁର ସ୍ତ୍ରୀ ଅଛି ବୋଲି ସେ ପ୍ରତିଦିନ କେତେ ବଢିଆ ବଢିଆ ଖାଇବା ଖାଇପାରୁଛି। ମୋର ବି ଯଦି ସ୍ତ୍ରୀ ଥାନ୍ତା, ମୁଁ ପ୍ରତିଦିନ ସ୍ୱାଦିଷ୍ଟ ଖାଇବା ଖାଇପାରନ୍ତି। ହେଲେ ମୁଁ ତ କଳା, ମତେ କିଏ ବାହା ହେବ? ଏମିତି ଚିନ୍ତା କରି କାଉ ଶୋଇପଡ଼ିଲା। ସକାଳେ ସେ ଦେଖିଲା ତା ଘରେ ସଉଦା ନାହିଁ। ସଉଦା କିଣିବା ପାଇଁ ସେ ବଜାରକୁ ଗଲା। ଆରେ ଏ ଝିଅଟା ତ ମୋ ପରି ଦେଖିବାକୁ କଳା। ସେ କଳା ହେଲେ ବି ଭାରି ସୁନ୍ଦର ଦେଖାଯାଉଛି। ମୁଁ ଯଦି ଏ ଝିଅକୁ ବାହା ହେଇପାରନ୍ତି, ମତେ ଆଉ କଷ୍ଟ କରି ଖାଇବା ରୋଷେଇ କରିବାକୁ ପଡନ୍ତାନି। ଏଇ ତ ଆଗରେ ଗୋଟେ ଗୋଲାପ ଗଛ ଅଛି, ମୁଁ ଗୋଟେ ଗୋଲାପ ଫୁଲ ଧରି ସେ ଝିଅ ପାଖକୁ ଯାଏ। ଆରେ ସୁନ୍ଦରୀ, ତୁମକୁ ଦେଖି ଭାରି ଚିହ୍ନା ଚିହ୍ନା ଲାଗୁଛି। କିଏ ତୁମେ? ଏଇ ଗୋଲାପ ଫୁଲ ଧରି ଆସି ଏସବୁ କଣ ଆଜିବ ଯେ କଥା କହୁଛ? ରାଗ କରନି ସୁନ୍ଦରୀ, ମୁଁ ତୁମ ପାଇଁ ଏ ଗୋଲାପ ଫୁଲ ଆଣିଛି। ତୁମେ ଦେଖିବାକୁ ଅନେକ ସୁନ୍ଦର, ତୁମେ କଣ ମତେ ବାହା ହେବ? ସାମାନ୍ୟ ଗୋଲାପ ଫୁଲ ନେଇ ଆସି କହୁଛ ମତେ ବାହା ହେବ? କେତେ ପୁଅ ମୋ ପାଇଁ ଦାମୀ ଦାମୀ ଜିନିଷ ଆଣି ବାହା ହେବାକୁ ଚାହୁଁଥିଲେ, ହେଲେ ମୁଁ କାହାକୁ ବି ବାହା ହେଲିନି। ଆଉ ତୁମର ଏଇ ସାମାନ୍ୟ ଗୋଲାପ ଫୁଲ ଦେଖି ମୁଁ ତୁମକୁ ବାହା ହେଇଯିବି ଭାବୁଛ? ତୁମକୁ କଣ ଦରକାର କୁହ ସୁନ୍ଦରୀ? କଣ ଦେଲେ ତୁମେ ମତେ ବାହା ହେବ କୁହ, ମୁଁ ତୁମକୁ ତାହା ହିଁ ଆଣିଦେବି। ସତରେ? ମୁଁ ଯାହା କହିବି ତୁମେ ମତେ ଆଣିଦେବ? ତେବେ ଠିକ ଅଛି, ମୋ ପାଇଁ ଗୋଟେ ବଡ ସୁନାହାର ଆଣ। ସୁନାହାର ଦେଲେ ଯାଇ ମୁଁ ତୁମକୁ ବାହା ହେବି। ସୁନାହାର? ଆରେ ମନେ ପଡ଼ିଲା, ମୋ ସାଙ୍ଗ ରାଜୁର ସ୍ତ୍ରୀ ଗୋଟେ ସୁନାହାର ପିନ୍ଧିଥିଲା। ସେଇ ସୁନାହାର ଯଦି ମୁଁ ଆଣିପାରନ୍ତି, ଏ ଝିଅକୁ ଦେଇ ମୁଁ ବାହା ହୁଅନ୍ତି। ହେଲେ ମୁଁ ମୋ ସାଙ୍ଗ ପାଖରୁ ସୁନାହାର କେମିତି ଆଣିବି? ଆରେ ଆରେ ମତେ ଏକ ଉପାୟ ମିଳିଗଲା, ଏବେ ମୁଁ ସେମିତି ହିଁ କରେ। କାଉ ଏକ ଉପାୟ ଚିନ୍ତା କଲା। ସେ ଜଙ୍ଗଲରେ ବୁଲୁଥିଲା, ହଠାତ୍ ତାର ନଜର ଏକ କାଠୁରିଆ ଚଢ଼େଇ ଉପରେ ପଡ଼ିଲା। ସେ ଚଢ଼େଇ ତା ଝୁଡ଼ିରେ 3ଟି କଦଳୀ ନେଇ ଯାଉଥିଲା। ସେ କାଠୁରିଆ ଚଢ଼େଇ ତା ଝୁଡ଼ି ଏକ ନଦୀ ପାଖରେ ରଖି ପାଣି ପିଇବାକୁ ଗଲା। ଠିକ୍ ସେହି ସମୟରେ କାଉ ତା ଝୁଡ଼ିରୁ ଗୋଟିଏ କଦଳୀ ନେଇ ଶୀଘ୍ର ସେଠାରୁ ଉଡ଼ି ଚାଲିଗଲା। ଚୋର ଚୋର, ମୋର କଦଳୀ ନେଇଗଲା, ଧର ୟାକୁ। କାଉ ଶୀଘ୍ର ଉଡ଼ି ସେଠାରୁ ଚାଲିଗଲା। କାଠୁରିଆ ଚଢ଼େଇ ତାକୁ ଧରି ପାରିଲାନି। ଏବେ ମୁଁ ଏ କଦଳୀ ଦେଇ ମୋ ସାଙ୍ଗ ରାଜୁକୁ ବୋକା ବନେଇ ତାଠୁ ସୁନାହାର ନେଇ ଆସିବି, ଆଉ ତାପରେ ସେ ସୁନ୍ଦରୀକୁ ମୁଁ ବାହା ହେବି। ଏସବୁ ଭାବିଲା ବେଳେ ହିଁ ମତେ ଭାରି ଖୁସି ଲାଗୁଛି। ଏବେ ମୁଁ ମୋ ସାଙ୍ଗ ପାଖକୁ ଯାଏ। ଏମିତି ଚିନ୍ତା କରି କାଉ ତା ସାଙ୍ଗ ରାଜୁ ପାଖକୁ ଗଲା। ଆରେ ରାଜୁ, ତୁ ଏଇଠି ବୁଲୁଛୁ? ମୁଁ ତତେ କେତେ ଜାଗାରେ ଖୋଜି ସାରିଲିଣି। କଣ ହେଲା କାଉ, ମତେ କଣ ପାଇଁ ଏତେ ଖୋଜୁଥିଲୁ? ରାଜୁ ଏଇ ଦେଖେ, ମୁଁ ଧରିଥିବା ଏଇ କଦଳୀଟି ଗୋଟେ ଯାଦୁର କଦଳୀ। ଏଇ କଦଳୀ ନା ପୂର୍ଣ୍ଣିମା ରାତିରେ ଏକ କଦଳୀ ଘର ପାଲଟି ଯିବ। କାଉ, ତୁ ଏ କଣ ମଜା କଥା କହୁଛୁ? କଦଳୀରେ କଣ ଘର ତିଆରି ହୁଏ? ଆରେ ମୁଁ ତତେ ମଜା କରୁନି, ସତରେ ଏ କଦଳୀରେ ଗୋଟେ ଘର ତିଆରି ହେବ। ଆଉ ଗୋଟେ କଥା, ଏଇ କଦଳୀ ଘର କଥା ବି କହିବ। ତୁ ମୋ ସାଙ୍ଗ ବୋଲି ମୁଁ ପ୍ରଥମେ ତତେ ଏଇ କଦଳୀ ଦେବାକୁ ଆସିଥିଲି। ତୁ ଯଦି ନ ନେବୁ ନ ନେ, ମୁଁ ବଜାରକୁ ଯାଇ ଏ କଦଳୀକୁ ବିକ୍ରି କରିବି। କେହି ନା କେହି ତ ୟାକୁ କିଣି ନେବେ।
ରହ ରହ କାଉ, ମୁଁ ତୋର ସେ ଯାଦୁର କଦଳୀକୁ କିଣିବି। ତୋ କଥା ଯଦି ସତ ହେଇଥାଏ, ପୂର୍ଣ୍ଣିମା ରାତିରେ ଯେତେବେଳେ ଏ କଦଳୀ ଘର ପାଲଟିଯିବ, ସେ କଦଳୀ ଘର ମୁଁ ମୋ ସ୍ତ୍ରୀକୁ ଉପହାର ଦେବି। ଆଚ୍ଛା କାଉ, ଏଇ କଦଳୀ ଘର ବଦଳରେ ତୁ କ'ଣ ନେବୁ କହିଲୁ? ଆରେ ରାଜୁ, ତୁ ମୋ ସାଙ୍ଗ, ସେଥିପାଇଁ ମୁଁ ତୋଠୁ ବେଶୀ ଟଙ୍କା ନେବିନି। ତୁ ଖାଲି ମତେ ଗୋଟେ ସୁନାହାର ଦେ, ମୁଁ ତତେ ଏଇ ଯାଦୁର କଦଳୀ ଦେଇଦେବି। ଆଚ୍ଛା ଠିକ ଅଛି କାଉ, ଆଜି ରାତି ମୁଁ ତତେ ସୁନାହାର ଦେଇ ଏଇ କଦଳୀକୁ ନେବି। ଆରେ ଆରେ, ମୁଁ ତ କାଉକୁ କହିଦେଲି ତାକୁ ସୁନାହାର ଦେବି, ହେଲେ ମୋ ପାଖରେ ତ ସୁନାହାର ନାହିଁ। ଏବେ କ'ଣ କରିବି? ହଁ, ମୋ ସ୍ତ୍ରୀର ସୁନାହାର ମୁଁ କାଉକୁ ଦେଇଥାଏ। ମୁଁ ଯଦି ମୋ ସ୍ତ୍ରୀକୁ ସୁନାହାର ମାଗିବି, ସେ ମତେ ଦେବନି। ତାକୁ ନ ଜଣେଇ ମୁଁ ତା ସୁନାହାର ନେଇ ଯାଇଥାଏ। ପରେ ଯେତେବେଳେ ମୁଁ ତାକୁ ଯାଦୁର କଦଳୀର ଘର ଦେବି, ସେ ଖୁସିରେ ତା ସୁନାହାର କଥା ଭୁଲିଯିବ। ଏମିତି ଚିନ୍ତା କରି ରାଜୁ ଚଢ଼େଇ ଘରକୁ ଆସିଲା। ରାତିରେ ଯେତେବେଳେ ତା ସ୍ତ୍ରୀ ଶୋଇ ପଡ଼ିଲା, ସେ ଆଲମିରାରୁ ସୁନାହାର ଚୋରି କରି କାଉ ପାଖକୁ ଗଲା, ଆଉ ତାକୁ ସୁନାହାର ଦେଇ ତାଠୁ ଯାଦୁର କଦଳୀ ନେଇ ଆସିଲା। ପରଦିନ ସକାଳେ, ଏଇ କ'ଣ, ଆଲମିରାରେ ତ ମୋ ସୁନାହାର ନାହିଁ। ମୁଁ ତ ଏଇଠି ରଖିଥିଲି, ମୋ ସୁନାହାର କୁଆଡେ ଗଲା? ରାଜୁ, ରାଜୁ ଶୀଘ୍ର ଏଠାକୁ ଆସ। ଆରେ କ'ଣ ହେଲା? ତୁ ମତେ ଏମିତି ଡାକୁଛୁ କ'ଣ ପାଇଁ? ରାଜୁ, ମୋ ଆଲମିରାରେ ମୋ ସୁନାହାର ନାହିଁ। ଘର ସାରା ଖୋଜି ସାରିଲିଣି, ହେଲେ କୋଉଠି ବି ପାଇଲିନି। ଘରେ ଯଦି ନାହିଁ, ତାହେଲେ ଲାଗୁଛି କୋଉ ଚୋର ଆସି ତ ସୁନାହାର ଚୋରି କରି ନେଇଯାଇଥିବ। ତୁମେ କ'ଣ କହୁଛ? ଏତେ ସୁନ୍ଦର ସୁନାହାର ମୋର ଚୋରି ହେଇଗଲା। ଆରେ ଆରେ, ତୁ ଆଉ କାନ୍ଦେନି, କିଛି ଦିନ ଯାଉ, ମୁଁ ତତେ ଗୋଟେ ବଡ ସୁନାହାର କିଣିଦେବି। ସେପଟେ କାଉ ବାହା ହେଇ ଘରକୁ ଆସିଲା। ଏହିପରି କିଛି ଦିନ ବିତିଗଲା। ଆରେ କଥା କ'ଣ, ପୂର୍ଣ୍ଣିମା ରାତି ତ ହେଇ ସାରିଲାଣି, ଏଇ କଦଳୀ ଏଯାଏ ଘର କାହିଁକି ହେଲାନି? କାଉ କ'ଣ ମତେ ମିଛ କହିଲା? ତୁମେ କ'ଣ କହୁଛ? କଦଳୀରେ ଘର କେମିତି ହେବ? ଆଉ କାଉ ତମକୁ କ'ଣ ମିଛ କଥା କହିଥିଲା? ମତେ ସବୁ ଘଟଣା କୁହ। ତାପରେ ରାଜୁ ଚଢ଼େଇ ତା ସ୍ତ୍ରୀକୁ ସବୁ ଘଟଣା କହିଲା। ତମେ ଏତେ ବଡ଼ ବୋକା! ଯଦି ଏ କଦଳୀରେ ଘର ତିଆରି ହେଇଥାନ୍ତା, କାଉ ନିଜେ ନ ରଖି ତମକୁ କାହିଁ ଦେଇଥାନ୍ତା? କେବେ ତ ବୁଦ୍ଧିମାନର କାମ କର। ଦିଅ, ମତେ ସେ କଦଳୀକୁ ଦିଅ, ମୁଁ ତାକୁ ବାହାରେ ଫୋପାଡ଼ି ଦେବି। ଏମିତି କହି ରିନୁ ଯେମିତି ସେ କଦଳୀ ବାହାରକୁ ଫିଙ୍ଗିଲା, ହଠାତ୍ ସେ କଦଳୀଟି ଏକ ସୁନ୍ଦର ଘର ପାଲଟିଗଲା। ଆରେ ଦେଖ ଦେଖ, ମୋ ସାଙ୍ଗ ମିଛ କହିନି, ସତରେ ଏଇ କଦଳୀ ଘର ପାଲଟି ଗଲା। ତୋ ସାଙ୍ଗ ତତେ ମିଛ କହିକି ହିଁ ମତେ ଦେଇଥିଲା, ସେଇଟା ଗୋଟେ ଚୋର। ମାନେ ତୁମେ ଏସବୁ କ'ଣ କହୁଛ? ଯାଦୁର ଘର? କଦଳୀ ଘର ସେମାନଙ୍କୁ ସବୁ ଘଟଣା କହିଲା। ତା ମାନେ କଦଳୀ ଘର କାଉ ତମକୁ ଚୋରି କରି ଆଣିଥିଲା? ହଁ, କାଉ ମତେ ଚୋରି କରି ଆଣିଥିଲା। ମୋ ସହ ମୋ ବାପା ମା ବି ଥିଲେ। ଦିନେ ଗୋଟେ କାଠୁରିଆ କାଠ କାଟିବାକୁ ଆସିଥିଲା, ସେତେବେଳେ ସେ ଆମକୁ ଦେଖିଲା। ଆରେ ଏ କ'ଣ, ଗୋଟେ ଗଛରେ 3ଟି କଦଳୀ ଫଳିଛି। ତା ମାନେ ଏଗୁଡ଼ା ସେଇ ଯାଦୁର କଦଳୀ, ଯୋଉ କଦଳୀରେ ଘର ତିଆରି ହୁଏ। ଆମ ଜଙ୍ଗଲର ରାଜା ଏହି ଯାଦୁର କଦଳୀ ପାଇବା ପାଇଁ ଘୋଷଣା କରିଛନ୍ତି। ମୁଁ ଯଦି ଏ 3 କଦଳୀ ନେଇ ରାଜାଙ୍କୁ ଦେବି, ସେ ମୋ ଉପରେ ଖୁସି ହେଇ ମତେ ଅନେକ ଉପହାର ଦେବେ। ମୁଁ ଏବେ ହିଁ 3 ରଙ୍ଗର କଦଳୀ ନେଇ ରାଜାଙ୍କ ପାଖକୁ ଯାଏ। କିଏ ତୁ? ମୁଁ ତତେ ମୋ କଦଳୀ ଦେବିନି, ତୁ ଚାଲିଯା ଏଠୁ। କ'ଣ କହିଲୁ? ତୁ ମତେ କଦଳୀ ଦେବୁନି? ତେବେ ତୁ ରାଜାଙ୍କ ହାତରେ ହିଁ ମରିବୁ। ତୁ ମତେ କଦଳୀ ନ ଦେବା କଥା ଯଦି ରାଜା ଜାଣିବେ, ସେ ତତେ କାଟି 4 ଫାଳ କରିଦେବେ, ବୁଝିଲୁ? ନା ନା, ମୁଁ ଏତେ ଶୀଘ୍ର ମରିବାକୁ ଚାହୁଁନି। ତୁ ମୋ ଏ 3 କଦଳୀକୁ ନେଇଯା। ତାପରେ ସେ କାଠୁରିଆ ଆମକୁ ଝୁଡ଼ିରେ ରଖି ରାଜାଙ୍କ ପାଖକୁ ନେଉଥିଲା। ସେହି ସମୟରେ କାଉ ମତେ ଚୋରି କରି ନେଇ ଆସିଲା। କାଉ ମତେ ଠକିବାକୁ ଯାଇ ମୋର ଉପକାର କରିଦେଲା। ଚାଲ ରେନୁ, ଏ କଦଳୀ ଘର ଭିତରକୁ ଯିବା। ଆରେ ରୁହ ରୁହ, ଚାଲ ଆମେ ଆଗ କାଉକୁ କିଛି କଦଳୀ ଦେଇ ଆସିବା। ସେ ଅଜାଣତରେ ଆମର ବଡ଼ ଉପକାର କରିଛି। କଦଳୀ ଘର ଆମକୁ କିଛି କଦଳୀ ଦେଇପାରିବ? ହଁ ହଁ, ତମେ ମାନେ ଯାହା ଚାହିଁବ ମୁଁ ତମମାନଙ୍କୁ ସବୁ ଦେଇପାରିବି। ଏଇ ନିଅ କଦଳୀ। ରାଜୁ, ତୁ ଏଠି? ଭୟ କରନି କାଉ, ମୁଁ ତ ପାଖରୁ ମୋ ସୁନାହାର ନେବାକୁ ଆସିନି। ମୁଁ ତତେ ଖୁସି ହେଇ କିଛି କଦଳୀ ଦେବାକୁ ଆସିଛି। ଏଇ ନେ।
ମାନେ ମୁଁ କିଛି ବୁଝିପାରିଲିନି। ତାପରେ ସେମାନେ କାଉକୁ ସବୁ ଘଟଣା କହିଲେ। ସେ କଦଳୀକୁ ମୁଁ ଚୋରି କରିଛି, ତା ମାନେ ସେ ଘର ମୋର। ମୁଁ ସବୁ କଥା ଶୁଣିଲି। ତୁ ଏତେ ବଡ଼ ଚୋର, ଅନ୍ୟକୁ ଠକି ସେ ସୁନାହାର ଆଣି ମତେ କହିଲୁ ତୁ ବହୁତ ଧନୀ, ତୋ ପାଖରେ ଏମିତି ଆହୁରି ସୁନାହାର ଅଛି। ମୁଁ ତୋ ଭଳି ଚୋର ସହ ଆଉ ରହିବିନି। ଆଜି ହିଁ ମୁଁ ମୋ ମା ପାଖକୁ ଚାଲିଯିବି। ଏମିତି ରାଗି କାଉର ସ୍ତ୍ରୀ ତାକୁ ଛାଡ଼ି ଚାଲିଗଲା। କାଉ ମନ ଦୁଃଖରେ କାନ୍ଦିଲା। ଦେଖିଲ କାଉ ଭାଇ, ଅନ୍ୟକୁ ଠକିବାକୁ ଗଲେ ନିଜେ ହିଁ ଠକାମିରେ ପଡ଼ନ୍ତି। ତମେ ଆମକୁ ଠକି ଆମର କ୍ଷତି କରିବାକୁ ଚାହୁଁଥିଲ, ହେଲେ ଆମର ଲାଭ କରିଦେଲ। ଆଉ କାହାକୁ ବି ନ ଠକି ଏବେ ସତ୍ ହେଇ ଚଳ। ତାପରେ ସେ ଦୁଇ ଜଣ ନିଜ ଘରକୁ ଫେରି ଆସିଲେ। ଆଉ ଖୁସିରେ ସେ କଦଳୀ ଘର ସହ ରହିଲେ। ଆରେ ମୁନି, ମୁଁ ଏବେ କାମକୁ ଯାଉଛି। ତୁ ଏକୁଟିଆ ବାହାରକୁ ଯିବୁନି। ମୁଁ କାମ ସାରି ଶୀଘ୍ର ଘରକୁ ଫେରି ଆସିବି। ଠିକ ଅଛି ଦିଦି, ତୁ ଯା, ମୁଁ ଘରେ ବସି ପାଠ ପଢୁଥିବି। ତୁ ଆସିଲେ ଆମେ ଖାଇବା। କୁନି ଆଉ ମୁନି ଥିଲେ ଦୁଇ ଅନାଥ ଭଉଣୀ। କୁନି କାଉ ଘରେ କାମ କରୁଥିଲା। କାମ କରି ସେ ଯାହା ବି ପାଉଥିଲା ସେଥିରେ ଦୁଇ ଭଉଣୀ ଖାଇବା କିଣି ଖାଉଥିଲେ। କାଉର ଝିଅ ଚିକି ଥିଲା ଭାରି ଅହଙ୍କାରୀ। ଛୋଟ ଛୋଟ କଥାରେ ସେ କୁନିକୁ ଅନେକ ଗାଳି କରୁଥିଲା। ଏ କୁନି, ତୁ ଆଜି ଏତେ ଡେରି କାହିଁକି ଆସିଲୁ? ଟଙ୍କା ନେଲା ବେଳେ ତ ଠିକ ସମୟରେ ଟଙ୍କା ନେଇଯିବୁ, ହେଲେ କାମକୁ ଆସିଲା ବେଳେ ଏତେ ଡେରି କାହିଁକି କରୁଛୁ? କିନ୍ତୁ ଚିକି, ମୁଁ ତ ଠିକ ସମୟରେ ହିଁ ଆସିଛି। ଏଇ, ମୁଁ ତତେ କେତେ ଦିନ ମନା କରିବି, ତୁ ମତେ ମୋ ନାଁ ଧରି ଡାକିବୁନି। ତୁ ମୋ ବୟସର ହେଲୁ ତ କଣ ହେଇଗଲା? ତୁ ମୋ ଘରେ କାମ କରୁ, ତୁ ମୋ ଚାକରାଣୀ। ଆଜିଠୁ ତୁ ମତେ ଛୋଟ ମାଲିକାଣୀ ଡାକିବୁ, ବୁଝିଲୁ? ଆଉ ଦିନେ ଯଦି ଡେରି ଆସିବୁ, ମୁଁ ମାକୁ କହି ତୋ ଦରମା କାଟିଦେବି। ନା ନା ଛୋଟ ମାଲିକାଣୀ, ମୋର ଭୁଲ ହେଇଗଲା। ମୁଁ ଆଉ ଦିନେ ବି ଡେରି କରିବିନି। ଠିକ ଅଛି, ଯା ଶୀଘ୍ର ନିଜ କାମ କରିବୁ। କୁନି ଦିନ ସାରା ଅନେକ ପରିଶ୍ରମ କରି ଘରର ସବୁ କାମ ସାରିଦେଲା। ଯାହା ହେଉ, ଆଜି ଶୀଘ୍ର ମୁଁ ଘରର ସବୁ କାମ ସାରିଦେଲି। ମୋ ଦରମା ପାଇବାର ସମୟ ହେଇଗଲାଣି। ମୁଁ ଆଜି ମାଲିକାଣୀଙ୍କ ପାଖରୁ ମୋ ଦରମା ଟଙ୍କା ମାଗିନି। ଘରେ ତ କିଛି ବି ଖାଇବା ନାହିଁ। ମୁଁ ଦରମା ନେଲେ ଯାଇ ଆମେ ଦୁଇ ଭଉଣୀ ଖାଇବା ଖାଇପାରିବୁ। ଏମିତି ଚିନ୍ତା କରି କୁନି କାଉ ପାଖକୁ ଗଲା। ସେତେବେଳେ କାଉର ଝିଅ ତା ମା ପାଖରେ ବସିଥିଲା। ମାଲିକାଣୀ, ମୋ ଦରମା ପାଇବାର ସମୟ ହେଇଗଲାଣି। ଆଜି ମତେ ମୋ ଦରମା ଟଙ୍କା ଦେଇଥାନ୍ତୁ। କାମକୁ ଆସିଲା ବେଳେ ତୁ ଅନେକ ଡେରି କରି ଆସୁଛୁ, ସେଥିପାଇଁ ଏ ମାସର ଦରମା ତତେ ମିଳିବନି। ନା ନା ଛୋଟ ମାଲିକାଣୀ, ଏମିତି କୁହନ୍ତୁନି। ଘରେ କିଛି ବି ଖାଇବା ନାହିଁ। ମୁଁ ଯଦି ଦରମା ନ ପାଇବି, ଆମେ ଦୁଇ ଭଉଣୀ ଖାଇବାକୁ ନ ପାଇ ମରିଯିବୁ। ଆରେ କୁନି, ତୁ ଆଉ କାନ୍ଦି, ମୁଁ କାଲି ତତେ ଦରମା ଦେବି। ଏବେ ତୁ ଘରକୁ ଯା। ଏମିତି ଶୁଣି କୁନି ଘରକୁ ଫେରୁଥିଲା। ରାସ୍ତାରେ ବହୁତ ଜୋରେ ବର୍ଷା ହେଲା। ବର୍ଷାରୁ ରକ୍ଷା ପାଇବା ପାଇଁ କୁନି ଏକ ଗଛ ତଳେ ଆଶ୍ରୟ ନେଲା, ହେଲେ ବର୍ଷା ଛାଡ଼ିଲାନି। ନିଜ ଭଉଣୀ କଥା ଭାବି କୁନି ସେଇ ବର୍ଷାରେ ଭିଜି ଭିଜି ଘରକୁ ଫେରିଲା। ଘରେ ପହଞ୍ଚି ସେ ଦେଖିଲା ତାଙ୍କ ଘର ଭିତରେ ବର୍ଷା ପାଣି ପଡୁଛି। ଘର ସାରା ପାଣି ଭର୍ତ୍ତି ହେଇଯାଇଛି। ତା ସାନ ଭଉଣୀ ମୁନି ଏକ କୋଣରେ ବସିଥିଲା। ଦିଦି, ତୁ ଆସିଗଲୁ? ଦେଖ ନା, ଘର ଭିତରେ ବର୍ଷା ପାଣି ପଡୁଛି। ଆଉ କିଛି ସମୟ ଅପେକ୍ଷା କର ଭଉଣୀ। ବର୍ଷା ଛାଡ଼ିଗଲେ ଆମେ ଘରକୁ ପରିଷ୍କାର କରିନେବା। ଏମିତି ଦୁଇ ଭଉଣୀ ବର୍ଷା ଛାଡ଼ିବାକୁ ଅପେକ୍ଷା କଲେ। ଯେତେବେଳେ ବର୍ଷା ଛାଡ଼ିଗଲା, ଦୁଇ ଭଉଣୀ ମିଶି ଘରର ସବୁ ପାଣି ପୋଛି ସଫା କଲେ। ମୁନି, ତୁ କିଛି ଖାଇବା ଖାଇଛୁ ନା ନାଇଁ? ନାଇଁ ଦିଦି, ଘରେ ତ ଖାଇବା ନଥିଲା। ମୁଁ ସକାଳୁ କିଛି ବି ଖାଇନି। ଦିଦି, ତୁ ଦରମା ପାଇଲୁ? ନା ଭଉଣୀ, ମାଲିକାଣୀ ମତେ ଆଜି ଦରମା ଦେଲେନି। ସେ କହିଲେ ମତେ କାଲି ଦରମା ଦେବେ। ଆରେ ଦିଦି, ମତେ ଆଜି ଜମା ବି ଭୋକ ଲାଗୁନି। ଘର ସଫା କଲା ପରେ ଭାରି ଥକା ଲାଗିଲାଣି। ଚାଲେ ବି ଶୋଇବା। କୁନି ଜାଣିଥିଲା ତା ଭଉଣୀକୁ ଭୋକ ଲାଗୁଛି। ସେ ବି ମନ ଦୁଃଖରେ ତା ଭଉଣୀ ସହ ଶୋଇ ପଡ଼ିଲା। ପରଦିନ ସକାଳେ ଯେତେବେଳେ ସେ ଉଠିଲା, ସେ ଦେଖିଲା ତା ଭଉଣୀ ଦେହରେ ଅନେକ ଜ୍ୱର। ମୁନି, ତୋ ଦେହରେ କେତେ ଜ୍ୱର? ଏବେ ମୁଁ କଣ କରିବି? ନା ଦିଦି, ମତେ ଜ୍ୱର ଆସିନି, ଖାଲି ମୁଣ୍ଡଟା ବିନ୍ଧୁଛି। ତୁ ଆଉ କିଛି ସମୟ ଅପେକ୍ଷା କର ଭଉଣୀ। ମୁଁ ଏବେ ମାଲିକାଣୀଙ୍କ ପାଖକୁ ଯାଉଛି। ତାଙ୍କଠୁ ଟଙ୍କା ଆଣିଲା ପରେ ମୁଁ ତତେ ଡାକ୍ତରଖାନା ନେଇଯିବି। ମା ମା, ଦେଖ, ଏ ଚୋରଣୀ ଆସିଗଲା। ମୁଁ ତ ଭାବିଥିଲି ତୁ ସବୁ ଗହଣା ଚୋରି କଲା ପରେ ଆଉ ଆସିବୁନି। ନା ନା, ମୁଁ କାହିଁକି ଗହଣା ଚୋରି କରିବି? ମୋ ସାନ ଭଉଣୀର ଦେହ ବହୁତ ଖରାପ। ଔଷଧ କିଣିବା ପାଇଁ ବି ମୋ ପାଖରେ ଟଙ୍କା ନାହିଁ। ମାଲିକାଣୀ,
ମତେ ମୋ ଦରମା ଟଙ୍କା ଦେଇଥାନ୍ତୁ। ମୋ ଭଉଣୀ ଘରେ ଏକା ଅଛି, ମୁଁ ତାକୁ ନେଇ ଡାକ୍ତରଖାନା ଯିବି। ମା ଦେଖୁଛ ଇଏ କେତେ ଚାଲାକ। ଗହଣା ଚୋରି କଲା ପରେ ଇଏ ପୁଣି ଦରମା ମାଗିବାକୁ ଆସିଛି। ଯେମିତି ଆମେ ତାକୁ ସନ୍ଦେହ କରିବାନି। କୋନି ତୁ ଏତେ ବଦମାସ। ତୁ ଅନାଥ ବୋଲି ମୁଁ ତୋ ଉପରେ ଦୟା କରି ତତେ ମୁଁ କାମ ଦେଇଥିଲି, ହେଲେ ତୁ ମୋର ସବୁ ଦାମୀ ଦାମୀ ଗହଣା ଚୋରି କରି ନେଇଗଲୁ। ବାହାରି ଯା ମୋ ଘରୁ। ଏମିତି ସେମାନେ କୁନିକୁ ଟଙ୍କାଟେ ବି ନ ଦେଇ ତାକୁ ଘରୁ ବାହାର କରିଦେଲେ। କୁନି କାନ୍ଦି କାନ୍ଦି ଘରକୁ ଫେରୁଥିଲା। ସେ ଶୀଘ୍ର ତା ଘରେ ପହଞ୍ଚିବାକୁ ଚାହୁଁଥିଲା। ସେଥିପାଇଁ ସେ ଏକ ସର୍ଟକଟ ରାସ୍ତା ଦେଇ ଘରକୁ ଯିବା ପାଇଁ ଚେଷ୍ଟା କଲା। ସେ ରାସ୍ତାରେ ଅନେକ ଗଛଲତା ଥିଲା, ଯାଦ୍ୱାରା ସେ ରାସ୍ତାଟି ପୁରା ଅନ୍ଧାର ଥିଲା। ହଠାତ୍ କୁନି ଏକ ଆଲୁଅ ଦେଖିଲା। ସେ ଯେମିତି ଆଲୁଅ ପାଖକୁ ଗଲା, ସେଠି ଗୋଟେ ପରୀ ଛିଡା ହେଇଥିଲା। ଏଇ କଣ? ମୁଁ ସ୍ୱପ୍ନ ଦେଖୁନି ତ? ତୁମେ ସତରେ ଜଣେ ପରୀ? ହଁ ମୁଁ ଜଣେ ପରୀ। ତୁ ମତେ ଏଠି ଦେଖିଛୁ ବୋଲି ଏକଥା କାହାକୁ ବି କହିବୁନି। ଅନ୍ୟ ଚଢ଼େଇମାନେ ଏକଥା ଜାଣିଲେ ସେମାନେ ମୋର କ୍ଷତି କରିପାରନ୍ତି। ବ୍ୟସ୍ତ ହୁଅନି ପରୀ, ମୁଁ କାହାକୁ ବି ଏକଥା କହିବିନି। ମୁଁ ଛୋଟବେଳେ ଗପ କାହାଣୀରେ ପରୀ କଥା ପଢିଥିଲି। ଆଜି ତୁମକୁ ଦେଖି ଅନେକ ଖୁସି ଲାଗିଲା। ମୁଁ ଏଠି ଆଉ ବେଶୀ ସମୟ ରହିପାରିବିନି ପରୀ। ମୁଁ ଶୀଘ୍ର ଘରକୁ ଯିବି। ଘରେ ମୋ ଅସୁସ୍ଥ ଭଉଣୀ ଏକୁଟିଆ ଅଛି। ଚଢ଼େଇ ତୁ ବହୁତ ଚିନ୍ତାରେ ଥିଲା ଭଳି ଜଣା ପଡୁଛୁ। ତୋର କିଛି ଅସୁବିଧା ହେଇଛି କି? ମତେ କହ, ମୁଁ ଯଦି ପାରିବି ତତେ ସାହାଯ୍ୟ କରିବି। ପରୀ ସତରେ ତୁମେ ମତେ ସାହାଯ୍ୟ କରିବ? ତୁମେ ମତେ ସାହାଯ୍ୟ କଲେ ମୁଁ ଅନେକ ଖୁସି ହେବି। ଏବେ ମତେ ସାହାଯ୍ୟ ନିହାତି ଦରକାର। ତାପରେ କୁନି ପରୀକୁ ସବୁ ଘଟଣା କହିଲା। ତୁ ଚିନ୍ତା କରନି, ଏଇ ଗୋଲାପ ଫୁଲକୁ ନେ। ଏଇ ଗୋଲାପ ଏକ ଯାଦୁର ଫୁଲ। ଏଇ ଫୁଲକୁ ତୁ ନିଜ ଅଗଣାରେ ରଖିଦେବୁ। ସଙ୍ଗେ ସଙ୍ଗେ ହିଁ ଫୁଲର ଏକ ଘର ତିଆରି ହେଇଯିବ। ସେଇ ଗୋଲାପ ଘର ତୋର ସବୁ ସମସ୍ୟା ଦୂର କରିଦେବ। ଏମିତି କହି ପରୀ ସେଇ ଗୋଲାପ ଫୁଲ କୁନିକୁ ଦେଇ ସେଠାରୁ ଚାଲିଗଲା। କୁନି ଶୀଘ୍ର ସେ ଗୋଲାପ ଫୁଲ ଧରି ଘରକୁ ଆସିଲା। ସେତେବେଳେ ସେ ଦେଖିଲା ତା ଭଉଣୀ ବେହୋସ ହେଇ ତଳେ ପଡିଛି। ମୁନି, ଏ ମୁନି, ତୋର କଣ ହେଲା ଭଉଣୀ? ଉଠୁ, କଥା କହ। ହେ ଭଗବାନ, ମୋ ଭଉଣୀ କାହିଁକି କଥା କହୁନି? ହଠାତ୍ କୁନିର ନଜର ପରୀ ଦିଆ ଗୋଲାପ ଉପରେ ପଡିଲା। ସେ ଶୀଘ୍ର ସେ ଗୋଲାପ ଫୁଲକୁ ନେଇ ନିଜ ଅଗଣାରେ ରଖିଦେଲା। ସଙ୍ଗେ ସଙ୍ଗେ ସେ ଗୋଲାପଟି ଏକ ସୁନ୍ଦର ଘର ପାଲଟିଗଲା। କୁନି ଶୀଘ୍ର ତା ଭଉଣୀକୁ ନେଇ ଗୋଲାପ ଘର ଭିତରକୁ ଗଲା। ଘର ଭିତରକୁ ଯାଉ ଯାଉ ହିଁ ମୁନି ପୁରାପୁରି ସୁସ୍ଥ ହେଇଗଲା। ସେ ନିଜକୁ ଗୋଲାପ ଘରେ ଦେଖି ଆଶ୍ଚର୍ଯ୍ୟ ହେଇଗଲା। କୁନି ତାକୁ ସବୁ ଘଟଣା କହିଲା। ଦିଦି, ଏ ଘରଟି ଅନେକ ସୁନ୍ଦର ହେଇଛି। ଆଜିଠୁ ଆମେ କଣ ଏ ଘରେ ରହିବା? ହଁ, ଆଜିଠୁ ଆମେ ଘରେ ରହିବା। ଏବେ ଯେତେ ବର୍ଷା ହେଲେ ବି ଏଇ ଘର ଭିତରେ ଆଉ ପାଣି ପଡିବନି। ଦିଦି, ଭାରି ଭୋକ ଲାଗିଲାଣି। ତୁ କିଛି ଖାଇବା ଆଣିଛୁ? ନାଇଁ ରେ ଭଉଣୀ, ମତେ ମାଲିକାଣୀ କାମରୁ ବାହାର କରିଦେଲେ। ଏବେ ଜାଣିପାରୁନି ମୁଁ କେମିତି ଖାଇବା କିଣିବି। କୁନିର କଥା ସରିଛି କି ନାହିଁ, ତାଙ୍କ ପାଖରେ ଅନେକ ସାରା ଖାଇବା ବାହାରିଲା। ଦିଦି ଦେଖେ, ଏଠି କେତେ ସାରା ଖାଇବା ବାହାରିଲା। ସତରେ ଏଇଟା ଗୋଟେ ଯାଦୁର ଘର। ହଁ ମୁନି, ଏବେ ଆମର ଆଉ କିଛି ବି ଅସୁବିଧା ରହିବନି। ପରୀ, ଏଇ ଯାଦୁର ଗୋଲାପ ଆମକୁ ଦେଇଥିବାରୁ ତୁମକୁ ଅନେକ ଅନେକ ଧନ୍ୟବାଦ। ଦୁଇ ଭଉଣୀ ଏପରି କହି ଖୁସି ହେବା ସମୟରେ ହଠାତ୍ ବାହାରୁ ଜୋର ଜୋରେ ପାଟି ଶୁଣାଗଲା। ଦୁଇ ଭଉଣୀ ବାହାରକୁ ଆସିଲେ। ଦେଖ ମା ଦେଖ, ଏ ଚୋରଣୀ ଆମ ଗହଣା ଚୋରି କଲା ପରେ କେମିତି ଏତେ ବଡ ଘର ତିଆରି କରିଛି। ମୁଁ ପ୍ରଥମେ ଭାବିଥିଲି ତତେ ମୋ ଗହଣା ଦାନ କରିଦେବି, ହେଲେ ତୁ ଗହଣା ତ ଚୋରି କରି ଘର ତିଆରି କଲୁ। ତା ଉପରେ ତୋ ଭଉଣୀର ଦେହ ଖରାପ ହେବା ମିଛ କଥା ବି କହିଲୁ। ମୁଁ ତତେ ଏବେ ଜମା ବି ଛାଡିବିନି। କହ, ମୋର ସବୁ ଗହଣା କୋଉଠି ବିକ୍ରି କରିଛୁ? ଏସବୁ କଣ କହୁଛନ୍ତି? ମୋ ଭଉଣୀ ଚୋର ନୁହଁ। ହଁ ମାଲିକାଣୀ, ମୁଁ ଗହଣା ଚୋରି କରିନି। ଆପଣ ସତ କଥା ଜାଣିବାକୁ ଥରେ ଚେଷ୍ଟା କରନ୍ତୁ। ଦେଖୁଛ ମା, ଇଏ କେତେ ବଡ ବଡ କଥା କହୁଛି। କଥାରେ ଅଛି ପରା, ଚୋରର ମୁହଁଟା ରହ। ଏବେ ତ ପାଟିରୁ ସତ କଥା ବାହାର କରୁଛି। ଏମିତି କାଉଛୁଆ ଏକ ପଥର କୁନି ଉପରକୁ ଫିଙ୍ଗିଲା, ହେଲେ ସେ ପଥର କୁନି ଦେହରେ ନ ବାଜି ଓଲଟା କାଉଛୁଆ ଦେହରେ ଆସି ବାଜିଲା। ସେତେବେଳେ ଏକ ଲାଠି ଆସି କାଉଛୁଆକୁ ଅନେକ ପିଟିଲା। ମା, ମତେ ବଞ୍ଚାଅ ମା। ଏ କଣ, ମୋ ଝିଅକୁ ଏମିତି ପିଟୁଛି କିଏ? ତାକୁ ମୁଁ ପିଟୁଛି। ମୁଁ ଯାଦୁର ଗୋଲାପ ଘର ଥାଉ ଥାଉ ତମେ ମାନେ ଦୁଇ ଅନାଥ ଭଉଣୀଙ୍କର କିଛି କ୍ଷତି କରିପାରିବନି। ଆଉ ଚିକି, ତୁ ସତ କଥା ନ କହିଲେ ଯାଏ ଏ ଲାଠି ତତେ ଏମିତି ପିଟୁଥିବ। ସତ?
कौन सत माँ चिक्की मते सत कथा कहिदे। माँ तुमर सब गहना मु चोरी करिथिली। मो गहना बिका टंका सब सारी देइची। मु ए कुनी को जमा भी पसंद करेनी। मु ताको चोरर अपवाद देइथिली जेमिति तुमे ताको घर बाहर करि देबो। ए सब प्लान मोर थिला। मते क्षमा करि दियो माँ। काऊ छुआ जेमिति सत कथा कहिला लाठी ताको आउ न पिटी सेठारु चली गला। छी चिक्की तते मो झियो कहिबाकू भी लाज लागुची। तू एते खराब काम केमिति करि पारिलु। माँ कुनी मते क्षमा करि देबु। मो झियो कथा को सत भाबी मु तते भूल बुझी घरु बाहर करि देइथिली। तू केते भलो मु आज निज आखिरे देखुची। मो झियो तते आउ केबे भी हैरान करिबनी। मु काली ताको ता मामू घर को पठेई देबी। माँ ए सब कोन कहउछ। चुप कर। एते सब हेला परे भी तू शिक्षा पाइलुनी। मो ऊपर जवाब देउछु। चल घर को मु तो कथा बुझुची। एमिति कही काउर माँ ता झियर कान धरी ताको घर को नहीं गला। ए चिक्कीटा एते बदमाश। ता सह जहा हेइची भलो हेइची। दीदी तो पई मु आज अनेक खुशी। आउ दिनी भी चिक्की तते हैरान करिबनी। एमिति से दुई भौणीकर आउ किछि भी अभाव रहिलानी। जादूर गलाप घर पाई से माने सारा जीवन खुशी रे रहिले।